କ୍ରିକେଟ ଦୁନିଆରେ ଆସିଲା ଏକ ବଡ ଖବର। ବର୍ତ୍ତମାନ ପୂର୍ବେ ଭାରତରେ ଅନୁଷ୍ଠିତ ହୋଇଥିବା ଏକ ଟି-20 ମ୍ୟାଚ୍ 7ଟି ଛକା ମାରିଥିବା ଏକ ବିଶ୍ୱ ରେକର୍ଡ ବିଷୟରେ ଜାଣିବା। ପୂର୍ଣ୍ଣ ଖବର ବିଷୟରେ ଜାଣିବା ପୂର୍ବରୁ ଯଦି ମୋର ଚ୍ୟାନେଲ ନୂଆ ରାସ୍ତାରେ ୱାଚ୍ କରି ଲାଇକ୍ କରି ସବସ୍କ୍ରାଇବ କରନ୍ତୁ ଭିଡିଓଟିକୁ ଆରମ୍ଭ କରିବା। ସୂଚନା ଅନୁଯାୟୀ ଦିନକୁ ଦିନ ନୂଆ ରେକର୍ଡ ସୃଷ୍ଟି ହେଉଥିବାରୁ ଦିନକୁ ଦିନ ରେକର୍ଡ ଭାଙ୍ଗିବାରେ ଲାଗୁଛି। ଏମିତି ଏକ ଆଶ୍ଚର୍ଯ୍ୟ ମ୍ୟାଚ୍ ଗତକାଲି ଦୁଲୀପ ଟ୍ରଫିର 33ତମ ମ୍ୟାଚରେ ଦେଖିବାକୁ ମିଳିଛି। ଏହି ମ୍ୟାଚରେ ମୁମ୍ବାଇ ଟିମ୍ ପ୍ରଥମ ଇନିଂସରେ ବ୍ୟାଟିଂ କରିବାକୁ ମଇଦାନ ଖୋଲିଥିବା ବେଳେ ଇନିଂସର ସପ୍ତମ ଓଭରରେ ଭାରତ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ ରାହୁଲ ଚହରଙ୍କ ଗୋଟିଏ ଓଭରରେ 7ଟି ଛକା ମାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛନ୍ତି। ଏହାପରେ ମୟଙ୍କ ଅଗ୍ରୱାଲ ଏହି ମ୍ୟାଚରେ ମାତ୍ର 35ଟା ବଲ୍ ଖେଳି 77 ରନର ଅର୍ଦ୍ଧଶତକ ହାସଲ କରିଛନ୍ତି। ବର୍ତ୍ତମାନ ମୁମ୍ବାଇ ଦଳ ପ୍ରଥମ ଇନିଂସରେ 5 ୱିକେଟ୍ ଯାଇ 228 ରନ୍ ସଂଗ୍ରହ କରିଛି। ଏହାପରେ ପୂର୍ବରୁ ଏହି ବିଶ୍ୱ ରେକର୍ଡ ଚେନ୍ନାଇ ସୁପର କିଙ୍ଗସ୍ ଦଳର ୟଶସ୍ୱୀ ଜୟସ୍ୱାଲ ନାମରେ ଥିବା ବେଳେ ତାପରେ ଏବେ ମୟଙ୍କ ଅଗ୍ରୱାଲ ନାମରେ ଘଟିଛି। ତୁମକୁ ଏ ଭିଡିଓ ପସନ୍ଦ ଆସିଲେ ଲାଇକ୍ ଏଣ୍ଡ ସବସ୍କ୍ରାଇବ କରି ସେୟାର କରନ୍ତୁ।